ଆସନ୍ତୁ ଏକ ସୁନ୍ଦର ଗଳ୍ପ ଶୁଣିବା ଆଉ ଜୀବନକୁ ସୁନ୍ଦର ଭାବେ ଗଢ଼ିବା। ଆଜିର ଗଳ୍ପ ହେଉଛି ଭଗବାନଙ୍କ ହସ। ଜଣେ ଭଦ୍ରଲୋକଙ୍କ ପ୍ରଚୁର ସମ୍ପତ୍ତି ଥିଲା। ତାଙ୍କର ଆଧିପତ୍ୟ ମଧ୍ୟ ସମାଜରେ ବହୁତ ଭଲ ଥିଲା। କିନ୍ତୁ ତାଙ୍କ ମନରେ ପ୍ରସନ୍ନତା ନଥିଲା। ସେ ସର୍ବଦା ଭଗବାନଙ୍କୁ ତାହା ହିଁ ମାଗୁଥିଲେ। ଦିନେ ସତକୁ ସତ ଭଗବାନ ତାଙ୍କୁ ସ୍ୱପ୍ନରେ ଦେଖାଦେଲେ। ଭଦ୍ରଲୋକ ସ୍ୱପ୍ନରେ କହିଲେ, ପ୍ରଭୁ, ଆପଣଙ୍କ ଉପରେ ସାରା ସଂସାର ଚଳେଇବାର ଦାୟିତ୍ୱ ଅଛି। ତଥାପି ଆପଣଙ୍କ ମୁଖରେ ପ୍ରସନ୍ନତାର ଭାବ ସବୁବେଳେ ଭରି ରହିଥାଏ। ମୋର ଏଠି ସବୁ ଅଛି, ହେଲେ ମୋର ପ୍ରସନ୍ନତା ଟିକକ ନାହିଁ। ଭଗବାନ ଆଉ ଟିକିଏ ହସିଲେ ଓ କହିଲେ, ବାବୁ, କଥା ହେଲା ମୁଁ ଦେଇପାରେ ବୋଲି ମୋତେ ସମସ୍ତେ ସବୁ ମାଗନ୍ତି ଏବଂ ମୁଁ କେବଳ ଦେଇ ଚାଲେ। ସେତିକି ନୁହେଁ, କିଏ ମାଗୁଛି ବା ନ ମାଗୁଛି ତାହା ନ ଦେଖି ମୁଁ କେବଳ ଦେଇ ଚାଲେ। ଲୋକଙ୍କ ମୁହଁରେ ହସ ଫୁଟିଲେ ମନ ମୋର ପ୍ରସନ୍ନତାରେ ଭରିଯାଏ। ଭଦ୍ରଲୋକଙ୍କ ନିଦ ହଠାତ୍ ଭାଙ୍ଗିଗଲା। ସେତିକି ବେଳକୁ ପାହାନ୍ତା ହୋଇ ଆସୁଥାଏ। ପ୍ରବଳ ଶୀତ ପଡ଼ିଥାଏ। ଭଦ୍ରଲୋକଙ୍କୁ ଆଉ ନିଦ ହେଲା ନାହିଁ। ସେ ସ୍ୱପ୍ନରେ ଯେମିତି ଗୋଟିଏ ପ୍ରସନ୍ନତାର ରାସ୍ତା ପାଇଯାଇଥିଲେ। ଗୋଟିଏ ଶାଲ ଘୋଡ଼େଇ ହୋଇ ସେ ବଡ଼ି ସକାଳୁ ସକାଳୁ ରାସ୍ତାକୁ ବାହାରିଗଲେ। କିଛି ବାଟ ଗଲା ପରେ ଦେଖିଲେ ରାସ୍ତା କଡ଼ରେ ଏକ ଭଙ୍ଗା ଚାଳିଆ ତଳେ ଜଣେ କେହି ଶୀତରେ ଥରି ଜାକିଜୁକି ହୋଇ ଶୋଇଛି। ତାକୁ ସେ ସବୁଦିନ ଦେଖନ୍ତି, କିନ୍ତୁ ସେଦିନ ସେ ତାଙ୍କ ପାଖକୁ ଯାଇଥିଲେ। ସେ ଦେଖିଲେ ଏକ ଚିରା ଓ ପତଳା ଚାଦର ତଳେ ସେ ଥରୁଥିଲା ସେ ଲୋକଟି। ସେଦିନ ଭଦ୍ର ବ୍ୟକ୍ତି ନିଜ ଶାଲଟି ତା ଉପରେ ଘୋଡ଼ାଇ ଦେଲେ। ଲୋକଟି ତାକୁ ମୁଣ୍ଡ ଉପରକୁ ଭିଡ଼ି ନେଇ ଆରାମରେ ଶୋଇଗଲା। ଏବେ ଶୀତରେ ଥରି ଥରି ନିଜ ଘରକୁ ଫେରୁଥିବା ବେଳେ ଭଦ୍ରଲୋକଙ୍କ ଚେହେରାରେ ପ୍ରସନ୍ନତାର ଭାବ ଫୁଟି ଉଠୁଥିଲା। ସେ ବୁଝିଗଲେ ଅନ୍ୟକୁ ସୁଖ ଦେଇ ଜାଣିଲେ ହିଁ ମନରେ ପ୍ରସନ୍ନତା ଆସେ। ଆଜିର ଅନୁଚିନ୍ତା। ପ୍ରତ୍ୟେକ ଦିନ ଏଭଳି ଅତିବାହିତ କରିବା ଦରକାର ଯେମିତିକି ଆଗାମୀକାଲି ସୁଖମୟ ହେବ। ପ୍ରତ୍ୟେକ ଦିନ ଏଭଳି ଅତିବାହିତ କରିବା ଦରକାର ଯେମିତିକି ଆଗାମୀକାଲି ସୁଖମୟ ହେବ। ଧନ୍ୟବାଦ।